ମାନେ ଆଜି ଆସ ଆମେ ପଢ଼ିବା ଆମର ଯେଉଁ ସାହିତ୍ୟ କୁସୁମ ଯେଉଁ ଆମର ରହୁଛି, ଆମର ୱାର୍କ ବୁକ୍ ଯେଉଁ ରହୁଛି ପଞ୍ଚମ ଶ୍ରେଣୀ ସାହିତ୍ୟର ହେଲା, ସେଇ ପୁସ୍ତିକାର ଆମେ ଯେଉଁ କାର୍ଯ୍ୟ ଫର୍ଦ୍ଦ 7 ଆମେ ଆଜି ପଢ଼ିବା, ତାର ପ୍ରଶ୍ନ ଉତ୍ତର କରିବା। ଆସ ଏଇଠି ତ ତାର ଆଗ କ'ଣ ଦେଇଛି ବିଷୟଟି ଟିକେ ପଢ଼ିଦେବା। ବାପା ଅଫିସରୁ ଫେରିବା ବେଳେ ବୁବୁ ପାଇଁ ଆଇସ୍କ୍ରିମ୍ ଓ ମାମାଲି ପାଇଁ ଚକୋଲେଟ୍ କିଣି ଆଣନ୍ତି। ବୁବୁ ଆଇସ୍କ୍ରିମ୍ ଖାଇବା ପରେ କପ୍ ଓ ଚାମଚକୁ ଫିଙ୍ଗିଦିଏ, କିନ୍ତୁ ମାମାଲି ଚକୋଲେଟ୍ ଖାଇ ଜରିକୁ ସାଇତି ରଖିବା ସହ ବୁବୁ ଖାଇଥିବା ଆଇସ୍କ୍ରିମ୍ର କପ୍ ଓ ଚାମଚ ମଧ୍ୟ ଯତ୍ନରେ ସାଇତି ରଖେ। ମାମାଲିର ଏପରି କାର୍ଯ୍ୟ ଦେଖି ବୁବୁ ତାକୁ ଚିଡ଼ାଏ। ଅଦରକାରୀ ଜିନିଷ ଘରେ ସାଇତି ରଖିଥିବାରୁ ବାପା ବେଳେବେଳେ ରାଗିଯାଆନ୍ତି। ଦିନେ ବିଦ୍ୟାଳୟରେ ହସ୍ତଶିଳ୍ପ ପ୍ରତିଯୋଗିତା ହେଲା। ମାମାଲି ସାଇତି ରଖିଥିବା ଅଦରକାରୀ ଜିନିଷରେ ସୁନ୍ଦର ହସ୍ତଶିଳ୍ପ ତିଆରି କରି ବୁବୁକୁ ଦେଲା ଓ ବୁବୁ ପ୍ରତିଯୋଗିତାରେ ପ୍ରଥମ ହୋଇ ପୁରସ୍କାର ପାଇଲା। ତ ବିଷୟଟି ଆମେ ପଢ଼ିଦେଲେ, ଏବେ ପ୍ରଶ୍ନ ଉତ୍ତର କରିବା। ଶିକ୍ଷଣୀୟ କାର୍ଯ୍ୟ 2, ଆସ ଅନୁଚ୍ଛେଦଟି ପଢ଼ି ପ୍ରଶ୍ନର ଉତ୍ତର ଲେଖିବା। ବାପା ଅଫିସରୁ ଫେରିବା ବେଳେ ବୁବୁ ଓ ମାମାଲି ପାଇଁ କ'ଣ ଆଣିଥିଲେ? କ'ଣ ଆଣିଥିଲେ? ବାବା ଅଫିସରୁ ଉତ୍ତର ହେବ ବାପା ଅଫିସରୁ ଫେରିବା ବେଳେ ବୁବୁ ପାଇଁ ଆଇସ୍କ୍ରିମ୍ ଓ ମାମାଲି ପାଇଁ ଚକୋଲେଟ୍ ଆଣିଥିଲେ। ଠିକ୍ ଅଛି। ଖଟା କରିବା। ମାମାଲି ଅଦରକାରୀ ଜିନିଷ ବ୍ୟବହାର କରି କ'ଣ ତିଆରି କଲା? ତାହେଲେ ଉତ୍ତର ହେବ ମାମାଲି ଅଦରକାରୀ ଜିନିଷ ବ୍ୟବହାର କରି ହସ୍ତଶିଳ୍ପ ତିଆରି କଲା। ଠିକ୍ ଅଛି। ନେକ୍ସଟ ହେଲା ଗର ହେଲା ମାମାଲିର କେଉଁ କାର୍ଯ୍ୟ ଯୋଗୁଁ ବୁବୁ ପୁରସ୍କାର ପାଇଲା? ଉତ୍ତର ହେଲା ମାମାଲିର ହସ୍ତଶିଳ୍ପ କାର୍ଯ୍ୟ ଯୋଗୁଁ ବୁବୁ ପୁରସ୍କାର ପାଇଲା। ତାପରଟା କାର୍ଯ୍ୟ ଶିକ୍ଷଣୀୟ 3, ଆବଶ୍ୟକ ସମୟରେ ଅଦରକାରୀ ମନେ ହେଉଥିବା କେଉଁ ଜିନିଷକୁ ତୁମେ କାମରେ ଲଗାଇ ପାରିବ? ଦୁଇଟିର ନାମ ଲେଖ। ତ କେଉଁ ଘରେ ଏମିତି କ'ଣ ଜିନିଷ ଅଛି ଯେଉଁଟାକି ତୁମେ ଅଦରକାରୀ, ଯେଉଁଟା କାମରେ ଲଗାଇ ପାରିବ? ତାହେଲେ ଆମେ ଯେଉଁ ଦିଆସିଲ୍ ଓ ଧୂପକାଠି ଖୋଳ, ଯେଉଁ ଧୂପକାଠି ଖୋଳ ଆମେ ଫୋପାଡ଼ି ଦେଉଛେ ତାକୁ କାର୍ଯ୍ୟରେ ଲଗାଇ ପାରିବା, ଆଉ ଦିଆସିଲ୍ ଖୋଳକୁ ବି ଆମେ କାର୍ଯ୍ୟରେ ଲଗାଇ ପାରିବା। ଏଇଠି ତାପର କୋଶ୍ଚିନ୍ଟା କରିବା। ଗଛର ପତ୍ର କେଉଁ କେଉଁ କାମରେ ବ୍ୟବହାର ହୁଏ? ଦୁଇଟିର ନାମ ତଳ କୋଠରୀରେ ଲେଖ। ତ ଗଛର ପତ୍ର କେଉଁ କେଉଁ କାମରେ ଲାଗେ? ନିଆଁ ଜଳାଇବା ପାଇଁ କାମରେ ଲାଗେ ଓ ଖଲି କରିବା ପାଇଁ କାମରେ ଲାଗେ। ଠିକ୍ ଅଛି। ଏଠି ଖିଲି ଲେଖା ହେଇଛି, ଖିଲି ନୁହଁ ଖଲି। ଠିକ୍ ଅଛି। କରିବା ଏଇଠି ତାହେଲେ ଏଠି ଆମର କାର୍ଯ୍ୟପଦ 8 କରିବା। କ'ଣ ଦେଇଛି ସେ? ଆସ କାର୍ଯ୍ୟପଦ 7ରେ ଥିବା ଗପଟିକୁ ପଢ଼ି କେତୋଟି ପ୍ରଶ୍ନ ତିଆରି କରିବା, ସେସବୁକୁ ତଳ କୋଠରୀରେ ଲେଖିବା। ତାହେଲେ ଏଠି କହିଛି କ'ଣ, ଯେଉଁ ପୂର୍ବ ଯେଉଁ ଆମେ ଅନୁଚ୍ଛେଦଟି ପଢ଼ିଲେ ତାର ପ୍ରଶ୍ନ ଏଠି ତିଆରି କରିବା ହେଲା। ଯେମିତିକି କରେ ହେଲା ବାପା ଅଫିସରୁ ଫେରି ବୁବୁ ଓ ମାମାଲି ପାଇଁ କ'ଣ ଆଣନ୍ତି? କ'ଣ ଆଣନ୍ତି? ଆଇସ୍କ୍ରିମ୍ ଓ ଚକୋଲେଟ୍ ଆଣନ୍ତି। ତା ଉତ୍ତର ତେଣୁ ସେଇଠି ଅଲରେଡ଼ି ଅଛି ଯେଉଁ ଅନୁଚ୍ଛେଦ, ସେଇ ସାର ଏଠି ପ୍ରଶ୍ନ ତିଆରି କରାଯାଇଛି। ନେକ୍ସଟ ଆଉ ଗୋଟେ ପ୍ରଶ୍ନ କରିପାରିବା। କ'ଣ ନା ବୁବୁ ଆଇସ୍କ୍ରିମ୍ ଖାଇଲା ପରେ କପ୍କୁ କ'ଣ କରେ? ଏ ଗୋଟେ ପ୍ରଶ୍ନ ରହିଲା। ଆଉ ଗୋଟେ ପ୍ରଶ୍ନ କରିପାରିବା, ବାପା ମାମାଲି ଉପରେ କାହିଁକି ରାଗନ୍ତି? ଇଏ ଗୋଟେ ରହିଲା। ଆଉ ଗୋଟେ ପ୍ରଶ୍ନ କରିପାରିବା, ମାମାଲି କପ୍ ଓ ଚକୋଲେଟ୍ ଜରି କାହିଁକି ସାଇତି ରଖେ? ଆଉ ଗୋଟେ କରିପାରିବା, ବାପା ଆଇସ୍କ୍ରିମ୍ ଓ ଚକୋଲେଟ୍ କାହା ପାଇଁ ଆଣନ୍ତି? ଇଏ ବି ଗୋଟେ କରିପାରିବା। ତାପରେ ତା ପରଟା କରିବା ଶିକ୍ଷଣୀୟ କାର୍ଯ୍ୟ 2, ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ବାକ୍ୟର ରେଖାଙ୍କିତ ପଦମାନଙ୍କ ବଦଳରେ ଲେଖିବା। ତାହେଲେ ଏଠି କହିଛି କ'ଣ, ଏଇ ବନ୍ଧନୀ ଭିତରୁ ଏଇ ଶବ୍ଦ ଗୁଡ଼ାକ ବାଛିବା, ଆଉ ଯେଉଁଟା ଗାର ଏଠି ଦିଆହେଇଛି କଥାରେ এইଟାକୁ ବୁଝାଉଥିବା ଯେଉଁ ପଦଟି ସେଇଟାକୁ ଲେଖିବା। ଯେମିତି ରହିଲା କ'ଣ, ବାପା ଅଫିସରୁ ଫେରିବା ବେଳେ ଆଇସ୍କ୍ରିମ୍ ଓ ଚକୋଲେଟ୍ ଆଣନ୍ତି। ତାହେଲେ ଫେରିବା ବେଳର ଯେଉଁ ଅର୍ଥଟାକୁ ବୁଝାଉଛି ଏଇ ବନ୍ଧନୀ ଭିତରୁ କେଉଁଟା ବୁଝାଉଛି? ଫୋପାଡ଼ିବା ନା ଅଲୋଡ଼ା ନା ପ୍ରତ୍ୟାବର୍ତ୍ତନ ନା ଥଟ୍ଟା କରିବା? ତ ଏଇଠି ବୁଝାଉଛି କ'ଣ, ଫେରିବାଟାକୁ ବୁଝାଉଛି। ଫେରିବାର ବୁଝାଉଛି କେଉଁଠି? ପ୍ରତ୍ୟାବର୍ତ୍ତନ। ତାହେଲେ ଏଠି ପ୍ରତ୍ୟାବର୍ତ୍ତନ କରିକି ଏଇ କଥାଟାକୁ ଲେଖିପାରିବା ହେଲା। ମାନେ ବାପା ଅଫିସରୁ ପ୍ରତ୍ୟାବର୍ତ୍ତନ ବେଳେ ଆଇସ୍କ୍ରିମ୍ ଓ ଚକୋଲେଟ୍ ଆଣନ୍ତି। ତାପରଟା କରିବା, ବୁବୁ କପ୍ ଓ ଚାମଚକୁ ଫିଙ୍ଗିଦିଏ। ଫିଙ୍ଗିଦିଏର ତାକୁ ବୁଝାଉଥିବା ପଦଟା କ'ଣ? ଫିଙ୍ଗିଦିଏଟା ହେଲା ଫୋପାଡ଼ି ଦିଏ, ଫୋପାଡ଼ିବା ହେଲା, ଫୋପାଡ଼ି ଦିଏ ସେଇଟା ଲେଖି। ଗଟା ହେଲା ଅଦରକାରୀ ଜିନିଷରେ ସୁନ୍ଦର ହସ୍ତଶିଳ୍ପ ତିଆରି କରି ମାମାଲି ବୁବୁକୁ ଦେଲା।
ଅଦରକାରୀ ଅଦରକାରୀର କ'ଣ ଅଲୋଡ଼ା ହେଲା, ଏଇଠି ଅଲୋଡ଼ା ଲେଖିବା। ତାପରେ ହେଲା ମାମାଲିର ଏପରି କାର୍ଯ୍ୟ ଦେଖି ବୁବୁ ତାକୁ ଚିଡ଼ାଏ। ଚିଡ଼ାଏର ଓଲଟାଟା କ'ଣ, ମାନେ ତା ଶବ୍ଦର ଅର୍ଥଟା କ'ଣ? ଥଟ୍ଟା କରିବା, ଥଟ୍ଟା କରିବାକୁ ଚିଡ଼େଇବା। ତାହେଲେ ଏଇ ଚିଡ଼େଇବା ବଦଳରେ ଥଟ୍ଟା କରିବା ଲେଖିବ, ଏଇଠି ଥଟ୍ଟା କରିବା ହେଲା। ତାପରେ ଆସିଗଲା ଶିକ୍ଷଣୀୟ କାର୍ଯ୍ୟ 3। ନିମ୍ନରେ ଦିଆଯାଇଥିବା ଶବ୍ଦମାନଙ୍କୁ ବ୍ୟବହାର କରି ବାକ୍ୟ ଗଠନ କରି ତଳ କୋଠରୀରେ ଲେଖିବା। ତାହେଲେ ଯେଉଁ ବାକ୍ୟ ଦିଆହେଇଛି ବା କ'ଣ ଦିଆହେଇଛି, ଶବ୍ଦ ଦିଆହେଇଛି, ତାକୁ ନେଇକି ବାକ୍ୟ ଗଠନ କରିବା। ଯେମିତିକି ଧଇଁ ସଇଁ, ଧଇଁ ସଇଁ। ତାହେଲେ ତାକୁ ବାକ୍ୟ ଗଠନ କଲେ କ'ଣ ହେବ? ପିଲାଟି କୁକୁରକୁ ଦେଖି ଧଇଁ ସଇଁ ହୋଇ ଦୌଡ଼ିଲା। ଠିକ୍ ଅଛି। ତାପରେ ଆଉ ଗୋଟେ ଅଛି ଅଭିଳାଷ। ଅଭିଳାଷକୁ ଲଗେଇକି ବାକ୍ୟ ଗଠନ କରିବା। ଅଭିଳାଷ ମାନେ ଇଚ୍ଛା ହେଲା। ଉଚ୍ଚ ଅଭିଳାଷ ରଖିବା ଉଚିତ ଅଟେ। ଏଇଟା ଗୋଟେ ବାକ୍ୟ ଗଠନ ହେଇଗଲା। ତାପରେ ହେଲା ଅଧ୍ୟୟନ। ଅଧ୍ୟୟନ ମାନେ କ'ଣ? ପାଠ ପଢ଼ିବାଟାକୁ ଅଧ୍ୟୟନ କୁହାଯାଏ ହେଲା। ତାହେଲେ ବିଦ୍ୟା ଅଧ୍ୟୟନ କଲେ ଜ୍ଞାନ ବଢ଼େ। ତାହେଲେ ଏଇଟା ବି ଗୋଟେ ବାକ୍ୟ ହେଇଗଲା। ତାପରେ କାର୍ଯ୍ୟ ଶିକ୍ଷଣୀୟ 4। ବନ୍ଧନୀ ମଧ୍ୟରୁ ଠିକ୍ ଶବ୍ଦଟି ବାଛି ତଳେ ଦିଆଯାଇଥିବା କୋଠରୀରେ ଲେଖିବା। ଯେଉଁଟା ଠିକ୍ ଶବ୍ଦ ଅଛି ତାକୁ ବାଛିକିରି ଲେଖିବା। ଯେମିତିକି ସମିଧ। ସମିଧର ଅର୍ଥ କ'ଣ? ଜାଳେଣୀ କାଠ ନା ହୋମ କାଠ? ତ ସମିଧର ଅର୍ଥ ହେଉଛି ଜାଳେଣୀ, ହୋମ କାଠ, ଜାଳେଣୀ କାଠ ନୁହଁ, ହୋମ କାଠ। ଏଇଟା ହେଲା, ଏଇଠି ହୋମ କାଠ ଲେଖିବା। ତାତ୍ପର୍ଯ୍ୟ। ତାତ୍ପର୍ଯ୍ୟର ମାନେ କ'ଣ? ଉଦ୍ଦେଶ୍ୟ ନା ମହତ? ତାତ୍ପର୍ଯ୍ୟ ମାନେ ହେଲା ଉଦ୍ଦେଶ୍ୟ। ଠିକ୍ ମରା ହେଇଛି ଏଠି, ତେଣିକି ସେଇ ଉଦ୍ଦେଶ୍ୟ ଏଠି ଲେଖିବା। ସମାପନ। ସମାପନ ମାନେ କ'ଣ? ଆରମ୍ଭ ନା ଶେଷ? ସମାପନ ମାନେ ହେଲା ଶେଷ, ଏଠି ଶେଷ ଲେଖିବା। ଠିକ୍ ଅଛି। ତାପରଟା କାର୍ଯ୍ୟ ଶିକ୍ଷଣ 3। ଆସ ଉପଯୁକ୍ତ ସ୍ଥାନରେ ବିରାମ ଚିହ୍ନର ବ୍ୟବହାର କରି ଅନୁଚ୍ଛେଦଟି ଆଉ ଥରେ ଲେଖିବା। କ'ଣ ଦେଇଛି ଅନୁଚ୍ଛେଦଟି? ଲୋକଟି କହିଲା, ଏ ପତ୍ରକୁ ଜାଳି ପାଉଁଶ କରିଦେଲେ ଏହା ଭଲ ସାରରେ ପରିଣତ ହେବ। ତାପରେ ଏଠି କିଛି ଦେଇନି, ତେଣୁ ଏଠି ପୂର୍ଣ୍ଣଚ୍ଛେଦ ଦିଆହେବ, ପୂର୍ଣ୍ଣଚ୍ଛେଦ ହେଲା। ତାପରେ ସେହି ସାରକୁ କ୍ଷେତରେ ପକାଇଲେ ଧାନ, ଗହମ, ମୁଗ, ବିରି, ମାଣ୍ଡିଆ ଓ କୋଳଥ ପ୍ରଭୃତି ଫସଲ ଫଳିବ ହେଲା। ତାହେଲେ ଏଠି କ'ଣ କରାହେବ? ଏଠି କମା ଚିହ୍ନ ଦିଆହେବ। ପକାଇଲେ ଧାନ, ଧାନ ପରେ କମା, ଗହମ କମା, ମୁଗ କମା, ବିରି କମା ହେଲା। ଏଠି କମା ଚିହ୍ନ ସବୁ ଦିଆଯିବ। କାହିଁକିନା ଏତେ ଗୁଡ଼ିଏ ଜିନିଷ ଦେଇଛି। କ୍ଷେତରେ ପକାଇଲେ ଧାନ, ଗହମ, ମୁଗ, ବିରି, ମାଣ୍ଡିଆ ଓ କୋଳଥର ପ୍ରଭୃତିରେ ଭଲ ଫସଲ ଫଳିବ। ଏଇଟାକୁ ଅନୁଚ୍ଛେଦଟି ଆଉ ଥରେ ଏଠି ଲେଖିବା। ଏଠି ଦିଆହେଇନି, ଏଠି ଆମେ କ'ଣ କରିବା ନା ପକାଇଲେ ଧାନ, ଗହମ କମା, ମୁଗ କମା, ବିରି କମା, ଏତିକି କମା ଦେବା। ଆଉ ପୂର୍ଣ୍ଣଚ୍ଛେଦ ଲାଷ୍ଟକୁ ଫଳିବ, ଏଠି ପୂର୍ଣ୍ଣଚ୍ଛେଦ ଦେବା। ପିଲାମାନେ ଆଜି ପାଇଁ ହେଲା ଏତିକି। ଆଉ ଚ୍ୟାନେଲଟିକୁ ଲାଇକ୍ ଆଉ ସବସ୍କ୍ରାଇବ୍ କରିଦେବ। କଲେ ଆମର ଡେସ୍କ୍ରିପସନ୍ରେ ବି ଅନ୍ୟ ବିଷୟ ଗୁଡ଼ିକ ରହିଛି, ତା ଲିଙ୍କ୍ ଅଛି, ସେଠୁ ବାକି ଜିନିଷର ପାଇଯିବ। ଠିକ୍ ଅଛି।